ଜୀବନରେ ସଫଳ ହେବା ପାଇଁ ଜାଣନ୍ତୁ ଏହି 5ଟି କଥା, ଯାହାକି ଏକଥା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି। ପ୍ରଥମ କଥା, କୌଣସି ବି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶାନ୍ତ ସ୍ୱଭାବ ରଖି କରନ୍ତୁ। ଏମିତି ତ ଭଗବାନ ଶ୍ରୀକୃଷ୍ଣ ପିଲାବେଳେ ବହୁତ ଦୁଷ୍ଟ ଥିଲେ। କୌଣସି ବି ବିପରୀତ ପରିସ୍ଥିତି ଆସିବା ପୂର୍ବରୁ ଭଗବାନ ଶ୍ରୀକୃଷ୍ଣଙ୍କର ସ୍ୱଭାବ ଶାନ୍ତ ରହୁଥିଲା। ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କର ଅବତାର ଥିଲେ। ଆଉ ଏକଥା ମଧ୍ୟ ସେ ଜାଣିଥିଲେ କି କଂସ ମାମୁଁ ତାଙ୍କୁ ବାରମ୍ବାର ମାରିବାକୁ ଚେଷ୍ଟା କରୁଥିଲେ। ଏହାପରେ ବି ଭଗବାନ ଶ୍ରୀକୃଷ୍ଣ ଶାନ୍ତ ରହୁଥିଲେ। ସମୟ ଆସିଲେ କଂସ ମାମୁଁର ସବୁ ପ୍ରହାରର ଉଚିତ ଜବାବ ଦେବି। ଏଥିରେ ଆମକୁ ଶିକ୍ଷା ମିଳିଲା କି ଆପଣ କୌଣସି ବି କଠିନ ପରିସ୍ଥିତିରେ ଥାଆନ୍ତୁ ନା କାହିଁକି, ଆପଣଙ୍କ ଶାନ୍ତ ସ୍ୱଭାବକୁ କେବେ ବି ତ୍ୟାଗ କରିବେ ନାହିଁ। ଦ୍ୱିତୀୟ କଥା, ସାଧାରଣ ଜୀବନଯାପନ କରନ୍ତୁ। ଭଗବାନ ଶ୍ରୀକୃଷ୍ଣ ସବୁବେଳେ ସାଧାରଣ ଜୀବନ ଜୀଇବାକୁ ବିଶ୍ୱାସ କରନ୍ତି। ଗୁରୁକୁଳର ରାଜଦ୍ୱାରରେ ପ୍ରବେଶ ହେବା ପରେ ସେଠାକାର ସେହି ସାଧାରଣ ବାଳକମାନଙ୍କ ସହିତ ଖେଳ କରନ୍ତି ଆଉ ଚାରିଆଡ଼େ ବୁଲିବା ପାଇଁ ମଧ୍ୟ ଯାଆନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କୁ କେବେ ବି ତାଙ୍କର ରାଜପରିବାରର ଗର୍ବ ନଥିଲା। ତୃତୀୟ କଥା, ଜୀବନରେ କେବେ ବି ହାର ମାନନ୍ତୁ ନାହିଁ। ଭଗବାନ ଶ୍ରୀକୃଷ୍ଣ ଖରାପ ସମୟ ଆସିଲେ କେବେ ବି ଡରି ଯାଆନ୍ତି ନାହିଁ, କିନ୍ତୁ କୌଣସି ବିପରୀତ ପରିସ୍ଥିତିକୁ ଭୟ ନ କରି ତାର ସମାଧାନ କରିଥାନ୍ତି। ଚତୁର୍ଥ କଥା, ଭଲ ସାଙ୍ଗଟିଏ କରନ୍ତୁ। ଭଗବାନ ଶ୍ରୀକୃଷ୍ଣ ଆଉ ସୁଦାମାଙ୍କ ବନ୍ଧୁକୁ କିଏ ବା ନ ଜାଣେ, କିନ୍ତୁ ଆଜିର ଏ ଦୁନିଆରେ ବନ୍ଧୁର ପ୍ରକୃତ ଅର୍ଥ କେହି ଜାଣନ୍ତି ନାହିଁ। ଭଗବାନ ଶ୍ରୀକୃଷ୍ଣ ସବୁବେଳେ ତାଙ୍କର ପ୍ରିୟ ମିତ୍ର ସୁଦାମା ଆଉ ଅର୍ଜୁନଙ୍କ ମିତ୍ରକୁ କେବେ ବି ଛାଡ଼ି ନାହାନ୍ତି। ପଞ୍ଚମ କଥା, ନିଜ ମାତା ପିତାଙ୍କୁ ସବୁବେଳେ ଆଦର କରନ୍ତୁ। ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଦେବକୀ ଜନ୍ମ ଦେଇଥିଲେ, କିନ୍ତୁ ତାର ପାଳନ ଅଯୋଧ୍ୟାର ରାଜା ନନ୍ଦ ଗୋକୁଳରେ କରିଥିଲେ। ହେଲେ ଭଗବାନ ଶ୍ରୀକୃଷ୍ଣ ଜାଣିଥିଲେ ତାଙ୍କର ନିଜ ପିତା ଓ ମାତା ତାଙ୍କଠାରୁ ଦୂରରେ ଅଛନ୍ତି ବୋଲି, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ତାଙ୍କ ହୃଦୟରେ ପୂଜା ଓ ଭକ୍ତି କରୁଥିଲେ। କେବେ ବି ତାଙ୍କ ପିତାମାତାଙ୍କ ପ୍ରତି ତାଙ୍କର ଭଲ ପାଇବାରେ ଟିକିଏ ହେଲେ ବି ଛଳନା କରିନାହାନ୍ତି।